ଆଜି ଜାଣିବା ନବୋଦୟ ବିଦ୍ୟାଳୟର କ୍ୟାମ୍ପସ୍ କିପରି ଥାଏ। ଏଇ ସବୁ ଲାଲ ବିଲ୍ଡିଂ ଯେଉଁ ଦେଖୁଛନ୍ତି ଏଇଟା ହେଲା ହଷ୍ଟେଲ। ଏଇଟା ହେଲା ଆମର ଡାଇନିଂ ହଲ୍। ଏଠି ପୁଅ ଝିଅ ଅଲଗା ଅଲଗା ଡାଇନିଂ ହଲ୍ରେ ଖାଆନ୍ତି। ଜଳଖିଆ, ଲଞ୍ଚ, ଇଭିନିଂ ସ୍ନାକ୍ସ ଆଉ ଡିନର ଏଇଟା ଡାଇନିଂ ହଲ୍ରେ ସର୍ଭ ହୁଏ। ଇଏ ହେଉଛି ଏକାଡେମିକ୍ସ ବିଲ୍ଡିଂ। ଏଠି 6th ରୁ ଆରମ୍ଭ କରି 12th ପର୍ଯ୍ୟନ୍ତ ସମସ୍ତଙ୍କର କ୍ଲାସରୁମ୍ ଥାଏ। ସବୁ କ୍ଲାସରୁମ୍ ସ୍ମାର୍ଟ କ୍ଲାସରୁମ୍ ଅର୍ଥାତ୍ ଇଣ୍ଟରନେଟ ଫେସିଲିଟି ଥିବା କ୍ଲାସରୁମ୍। ଇଏ ହେଲା ମ୍ୟାଥ୍ ପାର୍କ ଆଉ ସାଇନ୍ସ ପାର୍କ। ଇଏ ହେଲା ଓପନ୍ ଜିମ୍। ପ୍ରତ୍ୟେକ ଜିଏନ୍ଭିର କ୍ୟାମ୍ପସ୍ ସବୁଜିମା ଭରା। ଏଇଟା ହେଲା MP ହଲ୍ ବା ମଲ୍ଟିପର୍ପଜ୍ ହଲ୍। ଏଠି 500 ରୁ 600 ପିଲା ଆଉ ଟିଚର ମାନେ ପ୍ରତିଦିନ ସକାଳେ ମର୍ଣ୍ଣିଂ ଆସେମ୍ବଲି କରନ୍ତି, ଇଭିନିଂ ଆସେମ୍ବଲି କରନ୍ତି, କଲଚରାଲ ପ୍ରୋଗ୍ରାମ ହୁଏ। ଆଉ ଏଇଟା ସମସ୍ତଙ୍କର ପସନ୍ଦ ଖେଳ ପଡ଼ିଆ। ପ୍ରତ୍ୟେକ ଜେଏନ୍ଭିରେ କ୍ରିକେଟ, ବାସ୍କେଟବଲ କୋର୍ଟ, ଭଲିବଲ କୋର୍ଟ, ଟେବୁଲ ଟେନିସ୍, ୟୋଗା, ଖୋଖୋ ସବୁର ବ୍ୟବସ୍ଥା ଥାଏ।